ବିରଳ ଅଲିଭ୍ ରିଡ୍ଲେ କଇଁଚମାନଙ୍କର ଗଣ ଅଣ୍ଡାଦାନ ପର୍ବ ପାଖେଇ ଆସୁଛି। ଏଇଥିପାଇଁ ସୁଦୂର ଶ୍ରୀଲଙ୍କା ଉପକୂଳରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଶତାଧିକ ଅଲିଭ୍ ରିଡ୍ଲେ କଇଁଚ ଓଡ଼ିଶାର ଗଞ୍ଜାମ ଉପକୂଳରେ ପହଞ୍ଚି ସାରିଥିବା ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆପଣ ଦେଖୁଛନ୍ତି ଆହ୍ୱାନ 76। ବିରଳ ଅଲିଭ୍ ରିଡ୍ଲେ କଇଁଚମାନଙ୍କର ଗଣ ଅଣ୍ଡାଦାନ ପର୍ବ ପାଖେଇ ଆସୁଛି। ଏଇଥିପାଇଁ ସୁଦୂର ଶ୍ରୀଲଙ୍କା ଉପକୂଳରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଶତାଧିକ ଅଲିଭ୍ ରିଡ୍ଲେ କଇଁଚ ଓଡ଼ିଶାର ଗଞ୍ଜାମ ଉପକୂଳରେ ପହଞ୍ଚି ସାରିଥିବା ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ଉପକୂଳର 10 କିଲୋମିଟର ଭିତରେ ଏହି ଅଲିଭ୍ ରିଡ୍ଲେ କଇଁଚମାନେ ଚଳପ୍ରଚଳ କରୁଥିବା କୁହାଯାଇଛି। ଏଇଥିପାଇଁ ଗଞ୍ଜାମ ଉପକୂଳର ଆର୍ଜିପଲ୍ଲୀଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ସମୁଦ୍ର ଉପକୂଳ ଅଞ୍ଚଳକୁ ନୋ ଫିସିଂ ଜୋନ୍ ଘୋଷଣା କରାଯାଇଛି। ଆସନ୍ତା ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ମଧ୍ୟରେ କଇଁଚମାନଙ୍କର ଗଣ ଅଣ୍ଡାଦାନ ଆରମ୍ଭ ହେବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ଅନୁମାନ କରିଛି। ଏଥିପାଇଁ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଗଞ୍ଜାମ ଉପକୂଳରେ ପେଟ୍ରୋଲିଂ କରିବା ସହିତ ନିୟମିତ ବ୍ୟବଧାନରେ ଉପକୂଳ ସଫେଇ କାର୍ଯ୍ୟ କରୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସୋନପୁରଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ଦୀର୍ଘ 58 କିଲୋମିଟର ଗଞ୍ଜାମ ଉପକୂଳ ହୋଇଥିଲା ବେଳେ ଗଞ୍ଜାମର ଋଷିକୁଲ୍ୟା ନଦୀ ମୁହାଣକୁ ଲକ୍ଷ ଲକ୍ଷ କଇଁଚ ଗଣ ଅଣ୍ଡାଦାନ ପାଇଁ ଆସିଥାନ୍ତି ଏବଂ ଏଥିପାଇଁ ବନ ବିଭାଗ ତରଫରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥାଏ। ଉପକୂଳକୁ ଭେରିଗେଟ୍ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଜନସଚେତନ ସୃଷ୍ଟି କରିବା ପାଇଁ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ। ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ପାଇଁ ନିଯୁକ୍ତି କରି କଇଁଚମାନଙ୍କର ସୁରକ୍ଷିତ ଗଣ ଅଣ୍ଡାଦାନ ଏବଂ ଏହି ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ଭିତରକୁ ସୁରକ୍ଷିତ ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରୁଥିବା ଦେଖିବାକୁ ମିଳେ। ସୁଦୂର ଶ୍ରୀଲଙ୍କା ଉପକୂଳରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଗଞ୍ଜାମର ଏହି ଋଷିକୁଲ୍ୟା ମୁହାଣକୁ ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଚ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ଚଳିତ ବର୍ଷ ମଧ୍ୟ ଏହି ଋଷିକୁଲ୍ୟା ନଦୀ ମୁହାଣକୁ ବହୁ ସଂଖ୍ୟାରେ କଇଁଚ ଆସିବାର ସମ୍ଭାବନା ରହିଛି ବୋଲି ବନ ବିଭାଗ ଅନୁମାନ କରିଛି। ନଭେମ୍ବର ମାସରୁ ମେ ମାସ ପର୍ଯ୍ୟନ୍ତ ଏହି କଇଁଚମାନଙ୍କର ପ୍ରଜନନ ଋତୁ ବୋଲି ଧରାଯାଇଥାଏ। ଏହି 6 ମାସ ଓଡ଼ିଶା ଉପକୂଳରେ ଏହି ଅଲିଭ୍ ରିଡ୍ଲେ କଇଁଚମାନେ ଚଳପ୍ରଚଳ କରୁଥିଲା ବେଳେ ଅନ୍ୟ 6 ମାସ ଶ୍ରୀଲଙ୍କା ଉପକୂଳକୁ ବାଛିଥାନ୍ତି। ନଭେମ୍ବରରୁ ଜାନୁଆରୀ ମାସ ପର୍ଯ୍ୟନ୍ତ କଇଁଚମାନଙ୍କର ମିଳନ ହୋଇଥାଏ। ମିଳନ ସରିଲା ପରେ ମାଇ କଇଁଚମାନେ ଉପକୂଳରୁ 2-3 କିଲୋମିଟର ବ୍ୟବଧାନରେ ସମୁଦ୍ର ଭିତରେ ଭାସମାନ ଅବସ୍ଥାରେ ରହିଥାନ୍ତି ଏବଂ ଅଣ୍ଡାଦାନ ପାଇଁ ଉପଯୁକ୍ତ ତାପମାତ୍ରା ଉପଲବ୍ଧ ହେଲେ ଗଣ ଅଣ୍ଡାଦାନ କରିବା ପାଇଁ ଉପକୂଳର ବାଲୁକା ଶଯ୍ୟାକୁ ଆସିଥାନ୍ତି ଏବଂ ଅଣ୍ଡାଦାନ ମଧ୍ୟ କରିଥାନ୍ତି। ଗତ 2022-23 ବର୍ଷରେ ଗଞ୍ଜାମର ପୋଡ଼ମ୍ପେଟା ଠାରୁ ବଟେଶ୍ୱର ବେଳାଭୂମିରେ 6,37,000 କଇଁଚ ଗଣ ଅଣ୍ଡାଦାନ କରିଥିଲା ବେଳେ 2023-24 ବର୍ଷରେ ମାତ୍ର 1,500 କଇଁଚ ବିକ୍ଷିପ୍ତ ଅଣ୍ଡାଦାନ କରିଥିଲେ। କିନ୍ତୁ ଗତ ବର୍ଷ ଏହା କମିଯାଇଥିଲା ବେଳେ ଚଳିତ ବର୍ଷ ସମୁଦ୍ର ମଧ୍ୟରେ ବାରମ୍ବାର ଲଘୁଚାପ ସୃଷ୍ଟି ହୋଇ ସମୁଦ୍ର ଅଶାନ୍ତ ରହୁଥିବା ଯୋଗୁଁ ଗତ ବର୍ଷ ଭଳି ସମସ୍ୟା ସୃଷ୍ଟି ହେବା ନେଇ କିଛି ପରିବେଶବିତ୍ ଆଶଙ୍କା କରିଥିଲା ବେଳେ ଏହି ପ୍ରାକୃତିକ ବିପର୍ଯ୍ୟୟ କଇଁଚମାନଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ କହିଛନ୍ତି। ଏହିଭଳି ଭାବେ संपूर्ण तथ्यभित्तिक वीडियो देखिबा पाई आमर यूट्यूब चैनल आह्वान 76 को सब्सक्राइब करंतु, लाइक करंतु, शेयर करी आपणकर मूल्यवान मंतव्य को कमेंट बॉक्स रे रखंतु। आज पाई एतिकी, धन्यवाद। आह्वान 76 गंजाम।